ଆପଣ ଜାଣିଥିବେ ଜୀବନ ବଦଳିବା ପାଇଁ କରୋଡ଼ ଟଙ୍କା ଦରକାର ନାହିଁ। ଆପଣ ଯଦି ମୁଁ କହୁଥିବା ଏହି 10ଟି ନିୟମକୁ ପାଳନ କରୁଛନ୍ତି ତାହେଲେ ଆପଣଙ୍କର ଜୀବନ ବଦଳିଯିବ ଓ କିସ୍ମତ ବି ବଦଳିଯିବ। ବଟ୍ ଆପଣ ଧ୍ୟାନ ଦେବେ ଯେ ଏହି ନିୟମ ଶୁଣିବାକୁ ଯେତେ ସହଜ ଲାଗୁଛି ପାଳନ କରିବା ସେତେ ସହଜ ନୁହଁ। ସବୁଠୁ ବଡ଼ କଥା ଯେ ବହୁତ ଲୋକ ଏହି 10ଟି ନିୟମ ଭିତରୁ ପ୍ରଥମ ନିୟମରେ ହିଁ ହାର ମାନି ଯାଇଥାନ୍ତି। ଆପଣ ଯଦି ଏହି 10ଟି ନିୟମକୁ ଠିକ୍ ଭାବରେ ପାଳନ କରନ୍ତି ତାହେଲେ ଆପଣଙ୍କର ଜୀବନ ଭଲ ଭାବରେ କଟିଯିବ। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଆପଣ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ଏହି ଭିଡ଼ିଓଟିକୁ ଆପଣଙ୍କର ଫ୍ରେଣ୍ଡ ଓ ପ୍ରିୟଜନମାନଙ୍କୁ ସେୟାର କରନ୍ତୁ। ଚାଲନ୍ତୁ ଜାଣିବା ପ୍ରଥମ ନିୟମ। ପ୍ରଥମ ନିୟମଟି ହେଲା ସକାଳୁ ଜଲ୍ଦି ଉଠିବା। ସର୍ବପ୍ରଥମେ ଆପଣ ସକାଳୁ ପ୍ରଥମେ ଜଲ୍ଦି ଉଠିବାକୁ ଚେଷ୍ଟା କରନ୍ତୁ। ଏଟଲିଷ୍ଟ 5 o'clockରେ ଉଠି ଯାଆନ୍ତୁ। ଆପଣଙ୍କର ସକାଳର ପ୍ରଥମ ଘଣ୍ଟା ହିଁ ଆପଣଙ୍କର ଜୀବନକୁ ବଦଳାଇ ଦେଇପାରିବ। ଏହି ସମୟରେ ଆପଣ ମୋବାଇଲର ୟୁଜ୍ କରନ୍ତୁ ନାହିଁ। ସ୍ପେଶାଲି କୌଣସି କଲ୍ ବା ସୋସିଆଲ ମିଡ଼ିଆକୁ ୟୁଜ୍ କରନ୍ତୁ ନାହିଁ। ଏହି ସମୟରେ ଆପଣ କେବଳ ଆଲାର୍ମ ପାଇଁ ମୋବାଇଲକୁ ୟୁଜ୍ କରିପାରିବେ। ଏହି ଘଣ୍ଟାଏ ମଧ୍ୟରେ ଆପଣ କୌଣସି ମେଡିଟେସନ, ପ୍ରେୟର ଓ ଏକ୍ସରସାଇଜ କରନ୍ତୁ। ମନେ ରଖନ୍ତୁ, ଆପଣ ଯଦି ସକାଳୁ ମନକୁ କଣ୍ଟ୍ରୋଲ କରି ଏହିସବୁ କରିପାରନ୍ତି ତାହେଲେ ଆପଣଙ୍କୁ ଲାଇଫରେ କେହି ହରାଇ ପାରିବେ ନାହିଁ। ରୁଲ ନମ୍ବର 2, କମ୍ କୁହନ୍ତୁ, ଅଧିକ ଶୁଣନ୍ତୁ। ଆପଣ ଜାଣିଥିବେ ଯେ ଆମ ଭିତରୁ ଅଧିକ ଲୋକ ଶୁଣିବା ପାଇଁ ଶୁଣନ୍ତି ନାହିଁ, ସେମାନେ କେବଳ ରିପ୍ଲାଏ ଦେବା ପାଇଁ ଶୁଣିଥାନ୍ତି। ଆପଣ ଶୁଣିବା ପାଇଁ ଶୁଣନ୍ତୁ। ଆପଣ ଯଦି ସାମ୍ନାବାଲାର କଥାକୁ ଠିକ୍ ସେ ଶୁଣିବେ ତାହେଲେ ସାମ୍ନାବାଲାର ମନରେ କ'ଣ ଅଛି ତାହା ଆପଣ ଜାଣିପାରିବେ। ଆପଣ ପୁରା କଥା ଶୁଣି ସାରିଲା ପରେ ସାମ୍ନାବାଲାକୁ ଭାବି ଚିନ୍ତିକି ରିପ୍ଲାଏ ଦିଅନ୍ତୁ। କଥାରେ ଅଛି, ଦୁନିଆର ସବୁଠୁ ବଡ଼ ଅସ୍ତ୍ର ହେଉଛି ସାଇଲେଣ୍ଟ। ରୁଲ ନମ୍ବର 3, ନିଜ ପାଇଁ ଗୋଟିଏ ଭଲ ଫ୍ରେଣ୍ଡ ବାଛନ୍ତୁ। ଆପଣଙ୍କର ଆଖପାଖରେ କେମିତି ଲୋକ ଅଛନ୍ତି ବା କାହା ସହ ଆପଣ ଅଧିକ ଫ୍ରେଣ୍ଡସିପ୍ କରୁଛନ୍ତି ସେହି ଅନୁସାରେ ଆପଣଙ୍କର ମାଇଣ୍ଡସେଟ୍ କ୍ରିଏଟ୍ ହୋଇଥାଏ। ଯଦି ଆପଣଙ୍କ ସହ କେହି ଅଛନ୍ତି ଯିଏ ଆଗକୁ ବଢ଼ିବା ପାଇଁ ଆପଣଙ୍କୁ ପ୍ରେରଣା ଦେଉଛି ତାହେଲେ ଆପଣ ନିଶ୍ଚୟ ଆଗକୁ ବଢ଼ିବେ। ପଜିଟିଭ ମାଇଣ୍ଡସେଟ୍ର ଲୋକମାନଙ୍କ ସହ ଆପଣ ଫ୍ରେଣ୍ଡସିପ୍ ରଖନ୍ତୁ। 4, ଆପଣ କେବଳ ଟଙ୍କା ସଞ୍ଚୟ କରନ୍ତୁ ନାହିଁ, ଇନଭେଷ୍ଟମେଣ୍ଟ କରିବା ଶିଖନ୍ତୁ। ଜୀବନ ସାରା ଯଦି ଆପଣ ଟଙ୍କା ସଞ୍ଚୟ କରିବେ ତାହେଲେ କେବେ ବି ଧନୀ ହୋଇପାରିବେ ନାହିଁ। ଆପଣ କେବଳ ଟଙ୍କାକୁ ସଞ୍ଚୟ ନ କରି ଆପଣ ସେହି ଟଙ୍କାକୁ ଇନଭେଷ୍ଟମେଣ୍ଟ କରିବା ନିହାତି ଦରକାର। ଆପଣ ନିଜର ସ୍କିଲରେ, ନିଜର ଷ୍ଟଡ଼ିରେ, ବିଜନେସରେ ବା ମ୍ୟୁଚୁଆଲ ଫଣ୍ଡରେ ଏହି ଟଙ୍କାକୁ ଇନଭେଷ୍ଟମେଣ୍ଟ କରିପାରିବେ। ବ୍ୟାଙ୍କର ସେଭିଂ ଆକାଉଣ୍ଟରେ ଯଦି ଟଙ୍କାକୁ ପକାଇ ରଖନ୍ତି ତାହେଲେ ତାହା ପଡ଼ି ହିଁ ରହିଯିବ। ଆପଣ ଯଦି ଏହାକୁ ବାହାର କରି କୌଣସି ଇନଭେଷ୍ଟମେଣ୍ଟ କରନ୍ତି ତାହେଲେ ଆପଣ ନିଶ୍ଚୟ ପ୍ରୋଗ୍ରେସ କରିବେ। 5th ନିୟମଟି ହେଉଛି ନା କହିବା ଶିଖନ୍ତୁ। ସମସ୍ତଙ୍କୁ ଖୁସି କରିବା ଅଭ୍ୟାସ ଆପଣଙ୍କୁ କେବେ ଦୁଃଖୀ କରିଦେବ। ଯାହା ଆପଣଙ୍କ ପାଇଁ ଠିକ୍ ନୁହେଁ ତାହା ପାଇଁ ଲାଜ କରିବା କିଛି ଦରକାର ନାହିଁ। ଆପଣ ସିଧା ସିଧା ନା କହିପାରିବେ, କାରଣ ଆପଣଙ୍କର ସମୟ ଓ ଶକ୍ତି ଏଥିରେ ବିନା କାରଣରେ ନଷ୍ଟ ହୋଇଥାଏ। 6th ନିୟମଟି ହେଉଛି ହେଲ୍ଥ ଇଜ୍ ୱେଲ୍ଥ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଲୋକମାନେ ନିଜର ୟଙ୍ଗ ସମୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ନ ଦେଇ ପଇସା ପଛରେ ଦୌଡ଼ିଥାନ୍ତି। କେବେ କେବେ ମର୍ଣ୍ଣିଂରେ ବ୍ରେକଫାଷ୍ଟ ନ କରି ବି ନିଜର ଜବ୍ ବା ବିଜନେସକୁ ଦୌଡ଼ିଥାନ୍ତି। ଏହା ସର୍ଟ ଟର୍ମରେ କିଛି ଜଣାପଡ଼େ ନାହିଁ, କିନ୍ତୁ ଲଙ୍ଗ ଟର୍ମରେ ଏହା ଆମର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ବଟ୍ ଆମେ ଓଲ୍ଡ ଏଜ୍ରେ ଏହି ଯେଉଁ କମାଇଥିବା ଟଙ୍କାକୁ ଦେଇ ଆମ ସ୍ୱାସ୍ଥ୍ୟକୁ ଠିକ୍ କରିବାକୁ ଲାଗିଥାଉ। ବଟ୍ ଏହା ସମ୍ଭବ ହୋଇନଥାଏ। ସୋ ରିଏଲ ଲାଇଫରେ ଆମର ସ୍ୱାସ୍ଥ୍ୟ ଠିକ୍ ଥିଲେ ହିଁ ଆମେ ଜୀବନକୁ ଜିତିପାରିବା। ସୋ ହେଲ୍ଥ ଇଜ୍ ୱେଲ୍ଥ। ପ୍ରଥମ ନିୟମଟି ହେଉଛି ଯେ ନିଜର ଭୁଲରୁ ଶିଖ। ମଣିଷ ଜୀବନରେ ଭୁଲ ହେବା ତ ସ୍ୱାଭାବିକ, ବଟ୍ ଆମେ ସେହି ଭୁଲକୁ ଭୁଲ ନ ଭାବି ସେଥିରୁ ଶିଖିବା ଦରକାର ଓ ଜୀବନରେ ଆଗକୁ ବଢ଼ିବା ଦରକାର। 8, ନିଜ କାମକୁ ଭଲ ପାଅ। ଆପଣ ନିଜର କାମକୁ କେବଳ ପଇସା ପାଇଁ କର ନାହିଁ, ନହେଲେ ଆପଣଙ୍କୁ ପ୍ରତି ସୋମବାର ଯେତେବେଳେ ଅଫିସକୁ ବାହାରିବେ ବା ବିଜନେସକୁ ବାହାରିବେ ଆପଣଙ୍କୁ ଗୋଟିଏ ଟେନସନ୍ ବା ବର୍ଡେନ୍ ଭଳି ଫିଲ୍ ହେବ। ଆପଣଙ୍କୁ ଯେଉଁ କାମରେ ଅଧିକ ଇଣ୍ଟରେଷ୍ଟ ଅଛି ଆପଣ ସେହି କାମକୁ କର, ନହେଲେ ଆପଣଙ୍କୁ କାମଟି ଗୋଟିଏ ବୋଝ ଭଳି ଫିଲ୍ ହେବ।
ଯେଉଁ କାମଟି ଆପଣଙ୍କୁ ଭଲ ଲାଗୁଛି ଯଦି ଆପଣ ସେହି କାମ କରନ୍ତି ତାହେଲେ ଆପଣ ସେହି କ୍ଷେତ୍ରରେ ଅଧିକ ପ୍ରୋଗ୍ରେସ୍ କରିପାରିବେ। 9th ନିୟମଟି ହେଉଛି ଆପଣ ନିଜକୁ ଅନ୍ୟ ସହ ତୁଳନା କରିବା ବନ୍ଦ କରନ୍ତୁ। ଆପଣ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବା ବନ୍ଦ କରନ୍ତୁ। ଅନ୍ୟମାନଙ୍କର ଜୀବନ ସୋସିଆଲ ମିଡ଼ିଆରେ ପରଫେକ୍ଟ ଲାଗିଥାଏ, ବଟ୍ ରିଏଲ ଲାଇଫରେ କ'ଣ ଚାଲିଛି ତାହା ସେମାନଙ୍କୁ ହିଁ ଜଣାଥାଏ। ଆପଣଙ୍କର ସଂଘର୍ଷ କେବଳ ଆପଣଙ୍କର ଭବିଷ୍ୟତର ଜୀବନ ଓ ପରିବାରର ଭବିଷ୍ୟତର ଜୀବନକୁ ଭଲ କରିବାରେ ଲଗାଇ ଦିଅ। 10ମ ନିୟମଟି ହେଉଛି ହେପି ରୁହ। ଏହା ନିୟମ ଲିଷ୍ଟରେ ଶେଷ ହୋଇପାରେ କିନ୍ତୁ ଏହା ସବୁଠାରୁ ଇମ୍ପୋର୍ଟାଣ୍ଟ ରୁଲ୍ସ ଅଟେ। ଆପଣ ଯାହା ବି ହୋଇଛନ୍ତି ସେଥିରେ ଆପଣ ହେପି ରହିବା ଦରକାର। ଯଦି ଆପଣ ନିଜ ଉପରେ ସନ୍ତୁଷ୍ଟ ନ ହୁଅନ୍ତି ତାହେଲେ ଆପଣ ଯାହା ବି କରିଛନ୍ତି ବା ପାଇଛନ୍ତି ସେସବୁ ବେକାର ହୋଇଯିବ। ସବୁବେଳେ ଅସନ୍ତୁଷ୍ଟିରେ ଜୀବନ କଟିବ। ସୋ ଫ୍ରେଣ୍ଡସ୍, ଅଲୱେଜ୍ ଟ୍ରାଏ ଟୁ ବି ହ୍ୟାପି। ଜୀବନ କୌଣସି ରେସ୍ ନୁହେଁ, ଏହା ଗୋଟିଏ ସୁନ୍ଦର ରାସ୍ତା ଅଟେ। ଏଥିରେ ଆପଣ କେବଳ ଦୌଡ଼ିବା ଦରକାର ନୁହେଁ, ଏଥିରେ ଆପଣ ଚାଲିବା ଦରକାର ଓ ଲାଇଫର ପ୍ରତିଟି ମୁମେଣ୍ଟକୁ ଏନ୍ଜୟ କରିବା ଦରକାର। ଏହି 10ଟି ନିୟମ କେବଳ ଶୁଣିବା ପାଇଁ ନୁହେଁ ବା ଏହି ଭିଡ଼ିଓଟି କେବଳ ଦେଖିବା ପାଇଁ ନୁହେଁ। ଆପଣ ଯଦି ଏହି ରାସ୍ତାରେ ଚାଲୁଛନ୍ତି ତାହେଲେ ଆପଣଙ୍କର ଜୀବନ କୁସୁମିତ ହେବ। ଆପଣଙ୍କର ଜୀବନ ଖୁସିରେ ଭରିଯିବ। ଏମିତି ଲାଇଫ୍ ଚେଞ୍ଜିଂ ଭିଡ଼ିଓ ଦେଖିବା ପାଇଁ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓକୁ ଆପଣଙ୍କର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ।